ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ବିବାଦୀୟ ପଦକ୍ଷେପ। ପୁଅକୁ ଦେଲେ ରାଜକ୍ଷମା। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିବାଦୀୟ ପଦକ୍ଷେପ। ପୁଅ ହଣ୍ଟରକୁ ନିଶ୍ଚିନ୍ତ ଜେଲ୍ ଦଣ୍ଡରୁ ବଞ୍ଚାଇଛନ୍ତି ବାପା। ବନ୍ଧୁକ ଓ କର ଠକେଇ ମାମଲାରେ ରାଷ୍ଟ୍ରପତି ପୁଅଙ୍କୁ ଦେଇଛନ୍ତି ରାଜକ୍ଷମା। ପରିବାର ଲାଗି କୌଣସି କ୍ଷମତାର ପ୍ରୟୋଗ କରିବେ ନାହିଁ ବୋଲି ବାଇଡେନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ନିଜେ ଉଲ୍ଲଂଘନ କରିଛନ୍ତି। ଗତ ଜୁନ୍ ମାସରେ ବାଇଡେନ ସ୍ପଷ୍ଟ ରୂପରେ ପୁଅକୁ କ୍ଷମା କିମ୍ବା ଦଣ୍ଡ କମ୍ କରିବାକୁ ମନା କରିଦେଇଥିଲେ। ଯେତେବେଳେ ତାଙ୍କ ପୁଅ ବନ୍ଧୁକ ମାମଲାରେ ମୋକଦ୍ଦମାରେ ସାମ୍ନା କରିବାକୁ ପଡ଼ିଥିଲା, ସେତେବେଳେ ସେ କହିଥିଲେ ନ୍ୟାୟିକ ଫଇସଲାକୁ ସେ ସମ୍ମାନ କରିବେ ଏବଂ ତାଙ୍କ ନିଷ୍ପତ୍ତିକୁ ପାଳନ କରିବେ। ଏହା ସହିତ ସେ କହିଥିଲେ ହଣ୍ଟରକୁ ସେ କେବେ କ୍ଷମା କରିବେନି, ହେଲେ ଆଜି ସେ ଦେଇଥିବା ପ୍ରତିଶ୍ରୁତିରୁ ଓହରିଛନ୍ତି। ନଭେମ୍ବର 8ରେ ହ୍ୱାଇଟ୍ ହାଉସ୍ରେ ବାଇଡେନଙ୍କ ପୁଅ ହଣ୍ଟରଙ୍କ କ୍ଷମା ଯାଚିକାରେ ହସ୍ତାକ୍ଷର କରିଥିଲେ ଏବଂ ଆରୋପ ଲଗାଇଥିଲେ ମୋ ବିରୁଦ୍ଧରେ ଏକ ରାଜନୈତିକ ଷଡ଼ଯନ୍ତ୍ର କରାଯାଇଛି। ଅନେକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପରୋକ୍ଷରେ ମୋତେ ଆକ୍ରମଣ କରିବା ପାଇଁ ଏମିତି ଷଡ଼ଯନ୍ତ୍ର ରଚିଥିଲେ। ଯଦି କୌଣସି ଯୁକ୍ତିଯୁକ୍ତ ବ୍ୟକ୍ତି ହଣ୍ଟର ମାମଲାରେ ତଦାରଖ କରିବେ, କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିବେ ନାହିଁ। ଏହି ଷଡ଼ଯନ୍ତ୍ରରେ ହଣ୍ଟର ମୋ ପୁଅ ହୋଇଥିବାରୁ ତାକୁ ଚୟନ କରାଯାଇଥିଲା। ମୁଁ ଆଶା କରୁଛି ଆମେରିକୀୟମାନେ ବୁଝିବେ କାହିଁକି ଜଣେ ପିତା ଏବଂ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି। 2018ରେ ଆଗ୍ନେୟାସ୍ତ୍ର କ୍ରୟ କରିବା ଅଭିଯୋଗରେ ହଣ୍ଟରକୁ ଡେଲୱାଲ ଫେଡେରାଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। 2014 ଜାନୁଆରୀ 1ରୁ 2024 ଡିସେମ୍ବର 1 ପର୍ଯ୍ୟନ୍ତ ହଣ୍ଟର ବାଇଡେନ କରିଥିବା ସମସ୍ତ ଦୋଷୀରୁ ତାଙ୍କୁ ମୁକ୍ତ କରାଯାଇଛି। ଏହି ସମୟସୀମା ମଧ୍ୟରେ ସେ ଯେଉଁ ଦୋଷ ତ୍ରୁଟି ବା ଅପରାଧ କରିଛନ୍ତି, ସେସବୁରୁ ତାଙ୍କୁ ବାଇଡେନ ରାଜକ୍ଷମା ପ୍ରଦାନ କରିଛନ୍ତି। ବେଆଇନ ଭାବରେ ବନ୍ଧୁକ ରଖିବା, ଟିକସ ଠକିବା ସହିତ ପାରିବାରିକ ବିବାଦ ନେଇ ତାଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିଥିଲା। ସେ ଡ୍ରଗ୍ସ ଦ୍ୱାରା ମଧ୍ୟ କବଳିତ ହୋଇଥିଲେ। ଏହି ବିବୃତ୍ତିରେ ସେ କହିଛନ୍ତି ହଣ୍ଟରଙ୍କୁ କ୍ଷମା ପ୍ରଦାନ ଲାଗି ସେ ଏକ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି। ତେବେ ପୁଅଙ୍କୁ ଟାର୍ଗେଟ କରାଯାଇ ତାଙ୍କ ବିରୁଦ୍ଧରେ ମାମଲା ଦାୟର ହୋଇଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ଡେଲୱାର ଓ କାଲିଫର୍ଣ୍ଣିଆରେ ପୁଅ ହଣ୍ଟରଙ୍କ ନାମରେ 2ଟି ମାମଲା ରହିଥିଲା। ହଣ୍ଟର ଜଣେ ନିଶାଡି ହୋଇଥିବା ବେଳେ ସେ ଏଥିରୁ କ୍ରମଶଃ ଉପଶମ ଲାଭ କରୁଛନ୍ତି। ରିପବ୍ଲିକାନ ଟାର୍ଗେଟରେ ବି ସେ ରହିଛନ୍ତି। 2018ରେ ଏକ ଆଗ୍ନେୟାସ୍ତ୍ର କ୍ରୟ କରିବା ଅଭିଯୋଗରେ ଡେଲୱାଲ ଫେଡେରାଲ କୋର୍ଟରେ ଗତ ଜୁନ୍ ମାସରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ହଣ୍ଟର।